ଦୁର୍ଗାପୂଜା କମିଟି ପକ୍ଷରୁ ନୂତନ ଫୁଲ ବଗିଚା ଉଦ୍ଘାଟିତ। ମ୍ୟୁନିସିପାଲିଟି ଅନ୍ତର୍ଗତ ଇଡିକୋ ଛକ ଦୁର୍ଗାମଣ୍ଡପ ନିକଟରେ ନୂତନ ଦୁର୍ଗା ଫୁଲ ବଗିଚା ଉଦ୍ଘାଟନ ହୋଇଯାଇଛି। ଇଡିକୋ ଛକ ଦୁର୍ଗାପୂଜା କମିଟି ଏବଂ ସ୍ଥାନୀୟ ଲୋକମାନଙ୍କ ପ୍ରୟାସରେ ଏହି ନୂତନ ଫୁଲ ବଗିଚା ତିଆରି କରାଯାଇଛି। ଏଠାରେ 300ରୁ ଊର୍ଦ୍ଧ୍ୱ ବିଭିନ୍ନ ରଙ୍ଗବେରଙ୍ଗର ଫୁଲ ଚାରା ଲଗାଯାଇଛି। ଦୁର୍ଗା ମଣ୍ଡପ ପାର୍ଶ୍ୱରେ ତିଆରି ହୋଇଥିବା ସୁନ୍ଦର ଫୁଲ ବଗିଚାଟି ରାସ୍ତାରେ ଯିବା ଆସିବା କରୁଥିବା ଲୋକମାନଙ୍କୁ ଆକର୍ଷିତ କରୁଛି। ଆଜି ଦିବା 11 ଘଟିକା ସମୟରେ ବାଲେଶ୍ୱର ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ଆନୁଷ୍ଠାନିକ ଭାବେ ଫୁଲ ବଗିଚାକୁ ଉଦ୍ଘାଟନ କରିଥିଲେ। ଦୁର୍ଗାପୂଜା କମିଟି ଏବଂ ସ୍ଥାନୀୟ ଲୋକମାନଙ୍କର ଏଭଳି ଉଦ୍ୟମକୁ ଶ୍ରୀମତୀ ସାହୁ ଭୂୟସୀ ପ୍ରଶଂସା କରିଥିଲେ। ରାସ୍ତା ପାର୍ଶ୍ୱରେ ତିଆରି ହୋଇଥିବା ଏଭଳି ସୁନ୍ଦର ଫୁଲ ବଗିଚାର ରକ୍ଷଣାବେକ୍ଷଣ ସହିତ ଏହାର ଉତ୍ତରୋତ୍ତର ଉନ୍ନତି ପାଇଁ ମ୍ୟୁନିସିପାଲିଟି ସହଯୋଗ କରିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ସାହୁ ମଧ୍ୟ କହିଥିଲେ। ଆଜିର ଉଦ୍ଘାଟନ ସମୟରେ ସ୍ଥାନୀୟ କାଉନ୍ସିଲର ରାଧାକୃଷ୍ଣ ଦାସଙ୍କ ସମେତ ଯୁବ ସମାଜସେବୀ ଭାଗବତ ସାହୁ, ଦୁର୍ଗାପୂଜା କମିଟିର ସଭାପତି ପରମେଶ୍ୱର ରାଉତ, ଉପସଭାପତି ରବୀନ୍ଦ୍ର ନାୟକ, ସମ୍ପାଦକ ସୁରଥ କୁମାର ପୃଷ୍ଟି, ଉପଦେଷ୍ଟା ଧ୍ରୁବଚରଣ ମାହୁନ୍ତଙ୍କ ସହିତ ବରିଷ୍ଠ ସଦସ୍ୟ ଜ୍ୟୋତିରଞ୍ଜନ ଦାସ, ଅଞ୍ଜନ ମହାପାତ୍ର, ସଞ୍ଜୟ ନାୟକ, ଗଙ୍ଗାଧର ପୃଷ୍ଟି, ସଞ୍ଜୀବ ଚକ୍ରବର୍ତ୍ତୀ, ସୀତାନାଥ ପାଢ଼ୀ, ଦୟାନିଧି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। এটা ইডকো ছক দুর্গা মণ্ডপ ফুল বগিচা এঠিকার বাসিন্দা লোকাল পিপুল মিশিকি গোটে ছোটিয়া অতি সুন্দর গার্ডেনটিଏ করছন্তি। তাଙ୍କ নিজ প্রয়াসরু নিজ চেষ্টারু এটা করছন্তি। ମୁଁ ଧନ୍ୟବାଦ ଦେବି ଏଠିକାର ଜନସାଧାରଣକୁ, ଆମର ଭଉଣୀମାନଙ୍କୁ। ତାଙ୍କ ନିଜ ହାତରେ ସେମାନେ ଏଟାକୁ ତିଆରି କରିଛନ୍ତି। ବିଭିନ୍ନ ପ୍ରକାରର ଦେଶୀ ଫୁଲ, ବିଦେଶୀ ଫୁଲ ମଧ୍ୟ ତା ଦେହରେ ସ୍ଥାନ ପାଇଛି, ସେମାନେ ନିଜ ଚେଷ୍ଟାରେ ରଖିଛନ୍ତି। ଆଉ ଏଇଟା ଗୋଟେ ମେନ୍ ରୋଡ଼, ଆମର ଓଟି ରୋଡ଼, ତ ସମସ୍ତଙ୍କର ଯିବା ଆସିବା ହେଉଛି। ତା ଦେହରେ ଏଇଟା ଗୋଟେ ସୁନ୍ଦର ଲାଗୁଛି। ମାନେ ବହୁତ ଲୋକ ମଧ୍ୟ ଆସୁଛନ୍ତି, ନର୍ସରୀ ଭାବିକି ମଧ୍ୟ ଆସୁଛନ୍ତି। ଏଇଟା ଗୋଟେ ବହୁତ ଭଲ କଥା। ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଇଛନ୍ତି ସେମାନେ ମଧ୍ୟ। ଆଗାମୀ ଦିନରେ କେମିତି ଏଟାକୁ ବଞ୍ଚେଇକି ରଖିବେ ସେଥିପାଇଁ ତାର ଫେନ୍ସିଂ ଦାୟିତ୍ୱ ଲେଖିକିରି ମ୍ୟୁନିସିପାଲିଟିକୁ ଦେଇଛନ୍ତି। ଆମେ ମଧ୍ୟ ସେଟାକୁ ଗ୍ରହଣ କରିଛୁ। ଆମର ଇଡକୋ ଛକ ଦୁର୍ଗା ମଣ୍ଡପର ଆହ୍ୱାନ କ୍ରମେ ଆମେ এই ବର୍ଷ ଚିନ୍ତା କଲୁ ଗୋଟେ ଛୋଟିଆ ମିନି ଗାର୍ଡ଼ନଟେ କରିବୁ ବୋଲି, ଏବଂ ପ୍ରାୟ ଏଥିରେ 300 ଫୁଲ ଚାରା ଲାଗିଛି। ବିଭିନ୍ନ 14, 15, 16 ପ୍ରକାରର ଡାଲିଆ, ଜିନିଆ, ଷ୍ଟକ୍, ତାପରେ ଇନକା, ଏମିତି 16 ପ୍ରକାରର ଫୁଲ 300 ପ୍ଲାଣ୍ଟ ଲାଗିଛି। ଆମେ ଗତ 3 ମାସ ହେବ ଚେଷ୍ଟା କରିଥିଲୁ ଯେ ଅନ୍ତତଃ ପକ୍ଷେ ରୋଡ଼ ସାଇଡ଼୍ରେ ଗୋଟେ ବ୍ୟୁଟିଫିକେସନ୍ କିଛି କରାଯାଉ। ତେଣୁ ଆମ କମିଟିର ସମସ୍ତ ସଦସ୍ୟମାନେ ବସିକି ଆମେ ଚିନ୍ତା କଲୁ ଯେ ହଁ ଆମେ କରିବା। ତା ପରବର୍ତ୍ତୀ ଅବସ୍ଥାରେ ଦେଖାଯିବ ମ୍ୟୁନିସିପାଲିଟିକୁ ଆମେ ମାନେ ଅନୁରୋଧ କରିବା ଯେ ଏଟାକୁ ପରମାନେଣ୍ଟ ଗୋଟେ ଗାର୍ଡ଼ନ କରାଯାଇପାରିବ। ଦୁର୍ଗା ପୂଜା କମିଟିର ଯେଉଁ ପ୍ରୟାସ ତାଙ୍କୁ ଭୂୟସୀ ପ୍ରଶଂସା କରିବା କଥା। ଏମିତି ଗୋଟେ ରାସ୍ତା ସାଇଡ଼ରେ ଇଏ ଯେଉଁ ସୌନ୍ଦର୍ଯ୍ୟକରଣ କରିଛନ୍ତି, ଏହା ସମସ୍ତଙ୍କର ଉଦାହରଣ ପାଲଟିଛି। ଏମିତି ଯଦି ରାସ୍ତା କଡ଼ରେ ଲୋକମାନଙ୍କର ଉଦ୍ୟମରେ ଏଇଭଳି ଉଦ୍ୟାନ ହୁଏ, ତାହେଲେ ଇଏ ସହର, ଏ ପ୍ରବେଶ ପଥ, ଏ ପ୍ରବେଶ ଦ୍ୱାର ଆହୁରି ସୌନ୍ଦର୍ଯ୍ୟମୟ ହୋଇ ଉଠିବ।